ମୋ ଜୀବନରେ ଯଦି କାହାକୁ ନିଜର ଭାବୁଥାଏ ସେ ହେଉଛ ତମେ। ତମ ଛଡ଼ା ମୋର ଏ ଦୁନିଆରେ କିଏ ଅଛି କହିଲ? ତମେ ହିଁ ମୋର ସବୁ କିଛି। ତମେ ନାହଁ ତ ମୋ ଲାଇଫରେ କିଛି ବି ନାହିଁ। ଲଭ୍ ୟୁ ଧନ। ପ୍ରେମ କାହା ସହ ବି ହୋଇପାରେ, କେତେବେଳେ ବି ହୋଇପାରେ। ସେ ଝିଅ ହଉ କି ମହିଳା, ବିଧବା ହଉ କି ସଧବା। ଏକଲା ଥିଲା ସମୟରେ ତ ସମସ୍ତେ ମନେ ପଡ଼ନ୍ତି, ହେଲେ ଭିଡ଼ ଭିତରେ ଯିଏ ମନେ ପଡ଼େ ସେ ହେଉଛ ତମେ। ଲଭ୍ ୟୁ। ପ୍ରକୃତ ଭଲ ପାଉଥିବା ମଣିଷଟି କେବେ ତୁମଠୁ ଦାମୀ ଉପହାର କି ଦାମୀ ଜିନିଷ ଖୋଜେନି। ତୁମଠାରୁ ସେ କେବଳ ଆଶା କରିଥାଏ ଟିକେ ସମୟ ଆଉ ଟିକେ ଭଲ ପାଇବା। ପବିତ୍ର ସମ୍ପର୍କ। ପ୍ରେମ କରିବା କୌଣସି ଅପରାଧ ନୁହେଁ। ପ୍ରେମଠୁ ପବିତ୍ର ଆଉ କିଛି ବି ନାହିଁ। ପ୍ରେମ ଲୁଚେଇ କରାଯାଏ କାହିଁକି ନା ସଚ୍ଚା ଭଲ ପାଇବା এই ଦୁନିଆର ଲୋକମାନେ ବୁଝିପାରନ୍ତି ନାହିଁ। ଓଏ ବହୁତ ମନେ ପଡ଼ୁଛ ତମେ। ତମ ବିନା ଏକା ମୁଁ ରହିପାରୁନି। ମୋତେ ତମ ପାଖକୁ ନେଇଯାଅ ନା। ସାରା ଜୀବନ ତମ ସାଥିରେ ରହିବି। ଲଭ୍ ୟୁ ଧନ। ଏତେ ଭଲ ପାଇବା ପରେ ବି ତୁ ମୋତେ ବାର ବାର ଇଗ୍ନୋର କରୁଛୁ। ଏ ମନକୁ ତୁ ବହୁତ କଷ୍ଟ ଦେଉଛୁ। ତାପରେ ବି ଏ ମନ ପାଗଳ ପରି ଭଲ ପାଉଛି। ସତରେ ତୁମେ ମୋ ପ୍ରେମର ମୂଲ୍ୟ କେବେ ବୁଝିପାରିବ କି ନାହିଁ ଜାଣିନି, କିନ୍ତୁ ତୁମ ସହ ଟିକେ କଥା ନହେଲେ ମୁଁ ଜମା ରହିପାରେ ନା। ଆଇ ଲଭ୍ ୟୁ ଜାନ୍। କେବେ କହିବୁନି ମୋତେ ଭୁଲି ଯିବା ପାଇଁ। କଷ୍ଟ ତ ଲାଗୁଛି ତତେ ପାଇପାରିଲିନି ବୋଲି, ହେଲେ ଖୁସି ବି ଲାଗେ ପଛ କଥା ମନେ ପକେଇଲେ। କେତେ ଭଲ ପାଇବା ଥିଲା, ଏଣିକି କିଛି ଦିନ ପାଇଁ ହଉ ପଛେ ବହୁତ ଭଲ ପାଇବା ପାଇଛି ତୋଠାରୁ, ଯାହାକି ଆଉ କାହାଠାରୁ ବି ମିଳିବନି। ସ୍ୱାମୀର ସ୍ପର୍ଶରେ ସ୍ତ୍ରୀର ସୁନ୍ଦରତା ଦୁଇ ଗୁଣ ବଢ଼ିଯାଏ। ଆଉ ପତ୍ନୀ ସାଥିରେ ରହିଲେ ଦେହ ଖରାପ ହେବାର ସମ୍ଭାବନା ବହୁତ କମ୍ ଥାଏ। ସେଥିପାଇଁ ତ ସ୍ତ୍ରୀକୁ ସ୍ୱାମୀର ଅର୍ଦ୍ଧାଙ୍ଗିନୀ କୁହାଯାଏ।